ନମସ୍କାର। ଏଇ ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ପ୍ରଥମତଃ ଆପଣମାନେ ଜାଣିଛନ୍ତି ୟୁଟ୍ୟୁବର ଟିପ୍ସ ଗାଇଡିଂ ସବୁ କିଛି ଓଡ଼ିଆରେ ଆପଣମାନେ ପାଇପାରିବେ। ତ ଆଜିର ଭିଡ଼ିଓ ଆପଣମାନେ ଥମ୍ବନେଲ୍ ଦେଖି ଜାଣିପାରିଛନ୍ତି ଆପଣମାନେ ଭିନ୍ନ। ତ ସବୁ ଜିନିଷଟାରୁ ଆପଣମାନେ ଜାଣି ଯଦି ଧୈର୍ଯ୍ୟ ସହକାରେ ଭିଡ଼ିଓଟିକୁ ଦେଖନ୍ତୁ ଏବଂ ଆପଣମାନେ ଜାଣିପାରିବେ କଣ କେମିତି ଯାଉଛି। ଆଜିର ଭିଡ଼ିଓ ହେଉଛି ଆପଣମାନେ ଯଦି ଗୋଟିଏ ସକ୍ସେସଫୁଲ ୟୁଟ୍ୟୁବର ହେବା ପାଇଁ ଚାହୁଁଛନ୍ତି ତ ଏ ଭିଡ଼ିଓଟା ଆପଣଙ୍କ ପାଇଁ କି ହେଲ୍ପଫୁଲ ହେଇ। ତ ଭିଡ଼ିଓଟି ଦେଖନ୍ତୁ, ଜାଣନ୍ତୁ କେମିତି କଣ କରାଯାଏ। ତ ୟୁଟ୍ୟୁବର ଗୋଟେ ପ୍ରଥମରୁ ମୁଁ ଆପଣମାନଙ୍କୁ କହୁଥିଲି ଯେ ୟୁଟ୍ୟୁବର ଗୋଟେ ଗୁଡ୍ ନ୍ୟୁଜ୍ ଆସିଛି। ଗୁଡ୍ ନ୍ୟୁଜ୍ କଣ ଆସିବାର ଅଛି ଗାଇସ୍, ମୁଁ ଆପଣମାନଙ୍କୁ ଏବେ ବି କହୁଛି। ପ୍ରଥମରୁ ଆପଣମାନଙ୍କୁ ମୁଁ କହୁଥିଲି ଯେ ୟୁଟ୍ୟୁବର ଗୋଟିଏ ନୂଆ ଫ୍ୟୁଚର ଯାହାକୁ କହିବା ଆମେ ଆସିବାର ଅଛି। ତ ସେ ଫ୍ୟୁଚରଟା ବର୍ତ୍ତମାନ ଏବେ ଆସିଯାଇଛି। ତ ସମସ୍ତଙ୍କ ପାଖକୁ ଆସିନଥିବ, କିନ୍ତୁ ମୁଁ ଆଜି ବି ଆପଣମାନଙ୍କୁ କହୁଛି ଏଟା ମୋ ପାଖକୁ ୟୁଟ୍ୟୁବରେ ଆସିଯାଇଛି। ତ ମୁଁ ଏବେ ଆପଣମାନଙ୍କୁ ଦେଖେଇବି। ତ ଧୈର୍ଯ୍ୟ ସହକାରେ ଆପଣମାନେ ଭିଡ଼ିଓଟିକୁ ଦେଖନ୍ତୁ ଏବଂ ମୋ ଭିଡ଼ିଓ ସହିତ ଯୋଡ଼ି ରୁହନ୍ତୁ। ତ ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ଚାଲନ୍ତୁ ଗାଇସ୍, କଣ ଫ୍ୟୁଚରଟା ଆପଣମାନେ ଦେଖନ୍ତୁ ଭିଡ଼ିଓ ସହକାରେ। ତ ପ୍ରଥମେ କଣ କରିବେ ନା ଆପଣମାନେ ଆପଣଙ୍କ ଫୋନରେ ୟୁଟ୍ୟୁବକୁ ଓପନ କରିନେବେ। ତ ଆପଣଙ୍କ ଫୋନରେ ୟୁଟ୍ୟୁବକୁ ଓପନ କରିନେବେ। ଓପନ କରିସାରିବା ପରେ ମୁଁ ଆପଣମାନଙ୍କୁ ଦେଖଉଛି ବର୍ତ୍ତମାନ। ତ ଆପଣମାନେ ଦେଖିଥିବେ, ଧୈର୍ଯ୍ୟ ସହକାରେ ଭିଡ଼ିଓକୁ ଦେଖିବାକୁ ପଡିବ, କାରଣ ଆପଣମାନେ ଜାଣିପାରିବେ ନାହିଁ। ଆଜିର ଏମିତିକା ଗୋଟେ ଫ୍ୟୁଚର ଆସିଅଛି ଯାହାକି ହଉଛି ୟୁଟ୍ୟୁବର କୋଲାବୋରେସନ। ତ କୋଲାବୋରେସନ କଣ ଗାଇସ୍? ତ ଆପଣମାନେ ଏଇ ଫ୍ୟୁଚରଟା ଆପଣଙ୍କ ଦେଖିନଥିବେ ବା ଆସିନଥିବ ଆପଣଙ୍କୁ। ଯଦି ସମସ୍ତଙ୍କ ପାଖକୁ ନ ଆସିଛି, ମୋ ପାଖକୁ ତ ଆସିଯାଇଛି, ଆପଣଙ୍କ ପାଖକୁ ଯଦି ନ ଆସିଛି ମୁଁ ଆପଣମାନଙ୍କୁ ଦେଖେଇବି କେମିତିକା କୋଲାବୋରେସନ, ତାର କାମ କଣ କଣ କରିବାକୁ ହବ ମୁଁ ଆପଣମାନଙ୍କୁ ଏବେ କହିବି। ତ ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାର ଅଛି। ତ ଏବେ ଆପଣ କଣ କରିବେ ନା ଗାଇସ୍, ମୁଁ ଏବେ ସ୍କ୍ରିନ୍ ରେକର୍ଡିଂ ଅନ୍ କରିଦଉଛି, ଆପଣମାନେ ଦେଖନ୍ତୁ। ତ ଆପଣ ପ୍ରଥମେ ଆପଣଙ୍କ ଫୋନରେ ୟୁଟ୍ୟୁବକୁ ଯିବେ। ୟୁଟ୍ୟୁବକୁ ଯିବା ପରେ ଆପଣଙ୍କ ପେଜ ଓପନ ହେଇଯିବ। ଏଇଭଳିଆ ପେଜ ଗୋଟେ ଓପନ ହେଇଯିବ। ଓପନ ହେଇସାରିବା ପରେ ଆପଣ କଣ କରିବେ ନା ଆପଣଙ୍କ କୌଣସି ଭିଡ଼ିଓ ସରୁ ଆପଣଙ୍କ ପୋଷ୍ଟରେ ଛାଡ଼ିବାକୁ ପଡିବ। ତ ମୁଁ ଏବେ ଆପଣଙ୍କୁ ଗୋଟେ ଭିଡ଼ିଓ ଗୋଟେ ଛାଡ଼ିବାକୁ ହଉଛି। ତ ମୁଁ ଏବେ ସର୍ଟ ଟିକେ ଛାଡୁଛି। ତ ଛାଡ଼ିବା ପରେ ନେକ୍ସଟ ମାରିଲି। ମୁଁ କଣ ଟାଇଟଲ ଦବା କଥା ଦେଇଦବା ପରେ ନେକ୍ସଟ ମାରିଲି। ନେକ୍ସଟ ମାରି ସାରିବା ପରେ ଆପଣ ଦେଖିପାରୁଥିବେ, ପ୍ରଥମେ ଧ୍ୟାନ ସହକାରେ ଭିଡ଼ିଓଟିକୁ ଦେଖନ୍ତୁ ଗାଇସ୍। ଆପଣ ଦେଖିପାରୁଥିବେ, ଆପଣ ଏମିତିକା ଉପରକୁ ସ୍କ୍ରୋଲ କରି ସାରିବା ପରେ ଆପଣଙ୍କୁ ଏଇଠି ଆସିଛି ଆପଣଙ୍କ କଣ ପେଡ୍ ପ୍ରମୋଶନ ଏଣ୍ଡ ବ୍ରାଣ୍ଡ ତଳକୁ ଦେଖିବେ ଇନଭାଇଟ୍ ଏ କୋଲାବୋରେସନ, ମାନେ ନ୍ୟୁ ଲେଖିକି ଆପଣଙ୍କୁ ଆସିଥିବ। ଦେଖିପାରୁଥିବେ ଏଇଟା। ତ ମତେ କୋଲାବୋରେସନ ମିଳିଯାଇଛି, ଆପଣମାନଙ୍କୁ ବି ମିଳିବ। ସମସ୍ତଙ୍କୁ ସବୁ ୟୁଟ୍ୟୁବର କ୍ରିଏଟର ମାନଙ୍କୁ ମିଳିବାର ଅଛି। ତ ଆପଣ ଏଠି ଦେଖିପାରିବେ ଇନଭାଇଟ୍ ଏ କୋଲାବୋରେସନ। ତ ଏଇଠି ଆପଣ କଣ କରିବେ ନା ଆগে ୟା ବିଷୟରେ ଆପଣ ଜାଣିବାର ଅଛି। ଇନଭାଇଟ୍ ଏ କୋଲାବୋରେସନ କଣ? ତ ଇନଭାଇଟ୍ ଏ କୋଲାବୋରେସନ ହଉଛି ଗାଇସ୍, ତ ଆପଣମାନେ ଯେପରି ଇନଷ୍ଟାଗ୍ରାମରେ ଆପଣମାନେ ଜାଣିଛନ୍ତି ଟ୍ୟାଗ କରିକି ଜଣକୁ ମେନସନ କରିକି ଭିଡ଼ିଓ ଛାଡୁଛନ୍ତି। ତ ସେଇଭଳିଆ ଇନଭାଇଟ୍ କୋଲାବୋରେସନ ହଉଛି ସେଇ ଟାଇପର, ସେ ମେନସନ ଟାଇପର। ମାନେ ଜିନିଷଟା ହଉଛି ଆପଣ ଗୋଟେ ୟୁଟ୍ୟୁବରକୁ ମେନସନ କରିକି ଛାଡୁଛନ୍ତି। ସେ ତ ୟୁଟ୍ୟୁବରକୁ ମେନସନ କରିବା ଦ୍ୱାରା ଆପଣ ଏଠି ଇନଭାଇଟ୍ କୋଲାବୋରେସନ ଉପରେ କ୍ଲିକ୍ କଲେ ସେଠି ତା ପାଖକୁ ନୋଟିଫିକେସନ ଯିବେ। ନୋଟିଫିକେସନ ଯିବା ପରେ ସିଏ ସେଠି ତାକୁ ଆକ୍ସେପ୍ଟ କରିବା ପରେ ତାଙ୍କ ଭ୍ୟୁଜର ଏବଂ ଆପଣଙ୍କର ଭ୍ୟୁଜର ଦି ଜଣ ମଧ୍ୟ ଏ ଭିଡ଼ିଓକୁ ଦେଖିପାରିବେ। ତ ଭ୍ୟୁଜ ବି ଅଧିକାର ଆସିବାର ଅଛି, ସବସ୍କ୍ରାଇବ ବି ବଢିବାର ଅଛି, ତ ସବୁ କିଛି ହବାର ଅଛି। ତ ଏଇ ଇନଭାଇଟ୍ କୋଲାବୋରେସନ ତ ୟୁଟ୍ୟୁବ ଏକ ବଡ ମାନେ ଅପରଚୁନିଟି ନେଇକି ଆସିଛି ଯାହାକି ଇନଭାଇଟ୍ କୋଲାବୋରେସନ ହବ। ତ ଆପଣ ଏଠି କଣ କରିବେ ନା ଇନଭାଇଟ୍ କୋଲାବୋରେସନ ଉପରେ କ୍ଲିକ୍ କରିବେ। ସର୍ଚ୍ଚ ଫର ୟୁର ଚ୍ୟାନେଲ ଦେଇଛି। ତ ଏଇଠି ସପୋଜ ଆପଣ ଗୋଟେ ମାରିବେ। ସପୋଜ ମୁଁ ଏଇ ଅରୁଣଙ୍କ ବ୍ଲଗ୍ସକୁ ଇନଭାଇଟ୍ କରିବାକୁ ଚାହୁଁଛି। ତ ମୁଁ ଏଠି ମାରି ସାରିଲା ପରେ ଆପଣ ଦେଖିପାରିବେ ଏଠି ରିଭ୍ୟୁ ମାରିଦେଲେ ଆପଣ। ତ ଏଠି ଆପଣଙ୍କୁ କଣ ହବ ନା ଆପଣଙ୍କ ସବସ୍କ୍ରାଇବ ଦେଖେଇବ। ମାନେ ଏଇ ଭିଡ଼ିଓରେ ସପୋଜ ଗୋଟେ ଭିଡ଼ିଓରେ ଆପଣ ଯଦି ଦୁଇଟିଆ ଦେଖୁଛନ୍ତି, ସପୋଜ ଭିଡ଼ିଓ ଦେଖୁଛନ୍ତି ଛାଡୁଛନ୍ତି, ତ ଭିଡ଼ିଓରେ ଆପଣଙ୍କୁ ଭ୍ୟୁ ଯେମିତିକା ଦେଖାଯାଉଛି ସେ ଭିଡ଼ିଓ ମାନେ ଆପଣଙ୍କୁ ତାଙ୍କୁ କିନ୍ତୁ ନାନି ମାନେ ପଇସା ଇନକମ ଆପଣଙ୍କୁ ଦେଖେଇବନି ଏଇ ଭିଡ଼ିଓରେ।
ତ ନାର୍ନିଂ ମାନେ ମନିଟାଇଜର ଅପସନଟାରେ ଆପଣଙ୍କ ନାର୍ନିଂ ହବ ସେଇ ଜିନିଷଟା ଦେଖେଇବେ ତା ନାର୍ନିଂ ତାଙ୍କ ପାଖରେ ତମ ନାର୍ନିଂ ତମ ପାଖରେ। ତ ସେ କ୍ରିଏଟର ନାର୍ନିଂ ତାକୁ ଦେଖେଇବ ଶୋ କରିବ, ସେ ନାର୍ନିଂ ର କ୍ରିଏଟର ଆପଣଙ୍କୁ ଶୋ କରିବ ଭିଡିଓରେ ଜାଣିପାରୁଥିବେ। ତ ଏଠି ଆପଣ କ୍ରିଏଟ ଲିଙ୍କ ଉପରେ ମାରିଲେ ତ ଏଇଠି ଆପଣଙ୍କୁ ଏଇଟା ସେୟାର ବଟନ ଉପରେ କ୍ଲିକ୍ କରିବାର ଅଛି। ତ ଇନଭାଇଟ୍ ଆପଣଙ୍କୁ ଚାଲିଯିବ। ତ ସିଏ ସେଠି ୟୁଟ୍ୟୁବ କଣ କରିବେ ନା ତାଙ୍କୁ ଦେଖିଲେ ଯେ ଇନଭାଇଟ୍ ମତେ ଜଣେ ମେନସନ କରିକି ଇନଭାଇଟ୍ କରୁଛନ୍ତି ତ ମୁଁ ସେୟାର ବଟନ ଉପରେ କ୍ଲିକ୍ କରିବି। ମାନେ ଯେପରି ଆପଣ ଇନଷ୍ଟାଗ୍ରାମ କରୁଥିଲେ ସେଇଭଳି ଆଣିଲା। ତ ତାଙ୍କ ଭିଉ ସବସ୍କ୍ରାଇବ ହଉଛି 10,000, ଆପଣଙ୍କ ସବସ୍କ୍ରାଇବ ହଉଛି 5,000, 10, 5, 15,000 ଲୋକ ତ ଆରାମସେ ହିଁ ଦେଖିବେ। ଦେଖି ସାରିଲା ପରେ ସେ 15,000 ଲୋକ ମଧ୍ୟରୁ ଆଉ ଅନ୍ୟ ଲୋକ ଦେଖିନେବେ ସେ ୟୁଟ୍ୟୁବର ର୍ୟାଙ୍କ ଅଛି, ଆପଣଙ୍କ ର୍ୟାଙ୍କ କମ ଅଛି ବା ସବସ୍କ୍ରାଇବ କମ ଅଛି, କିନ୍ତୁ ଆପଣଙ୍କୁ ସେଇ ର୍ୟାଙ୍କରୁ ହିଁ ଭିଡିଓ ଆପଣଙ୍କ ଭାଇରାଲ ହବାର ଅଛି। ତ ଜାଣିପାରିଲେ ଏଇ ଜିନିଷଟା ଆପଣ ମାନେ ଏଇ ଟାଇପର ହିଁ ଏଇଟା ହଉଛି ୟୁଟ୍ୟୁବର ନୂଆ ଆପଡେଟ ନେଇ ଆସି ୟୁଟ୍ୟୁବର କୋଲାବୋରେସନ। ଆପଣ ମାନେ ଜାଣିପାରିଲେ ଭିଡିଓଟିକୁ ମୁଁ ଆପଣମାନଙ୍କୁ କଣ କହିଥିଲି ନା ଫାର୍ଷ୍ଟ ଟାଇପର କୋଲାବୋରେସନ ଯେହେତୁ ଅପସନ ଆସିଛି ମୋର ଚ୍ୟାନେଲ, କିନ୍ତୁ ଆପଣମାନଙ୍କ ଚ୍ୟାନେଲକୁ ମଧ୍ୟ ଆସିଥିବ। ଯାହାଙ୍କର ନ ଆସିଛନ୍ତି କମେଣ୍ଟ କରି କୁହନ୍ତୁ, ମୁଁ ଚେଷ୍ଟା କରିବି ଦେଖିବା ପାଇଁ କଣ କୌଣସି ଅସୁବିଧା ହେଇଛି। ତ ଆପଣ ମାନେ ଜାଣନ୍ତୁ ଚ୍ୟାନେଲଟିର ଆସିବ କନଫର୍ମ ୟୁଟ୍ୟୁବ ରିଲିଜ କରିଛି ମାନେ ଜିନିଷଟାକୁ ଆପଣମାନଙ୍କ ପାଖକୁ ହିଁ ଆସିବ। ତ ଆପଣ ମାନେ ଧୈର୍ଯ୍ୟ ସହକାରେ ଭିଡିଓଟିକୁ ଦେଖନ୍ତୁ। ତ ଜାଣିପାରୁଥିଲେ ମୁଁ ଆପଣଙ୍କୁ କହିଲି ନା ଆପଣ ଯେପରି ଇନଷ୍ଟାଗ୍ରାମରେ ଟ୍ୟାଗ କରୁଛନ୍ତି ସେଇପରି ଏଟା ମଧ୍ୟ ମେନସନ କରିକି ଭିଡିଓ ଛାଡିବାର ଅଛି। ଯଦି ଆପଣଙ୍କୁ ୟୁଟ୍ୟୁବରେ ସକ୍ସେସ ହବାକୁ ଚାହୁଁଛନ୍ତି ତ ଏଇ ଭିଡିଓଟା ଆପଣଙ୍କ ପାଇଁ ବହୁତ ହେଲ୍ପ ମିଳିଥିବ। ଆପଣ ଯେହେତୁ ନୂଆ ଆପଡେଟ ଜାଣିପାରିବେ, ନୂଆ ଫ୍ୟୁଚର ଜାଣିପାରିବେ ୟୁଟ୍ୟୁବରେ ଯେମିତିକା। ତ ଧନ୍ୟବାଦ ଭିଡିଓଟିକୁ ଦେଖିଥିବା ହେତୁ। ତ ସବସ୍କ୍ରାଇବ କରନ୍ତୁ, ବେଲ ଆଇକନ ପ୍ରେସ କରି ରଖନ୍ତୁ, ଏମିତିକା ନୋଟିଫିକେସନ ତୁରନ୍ତ ଆପଣଙ୍କ ପାଖକୁ ପହଞ୍ଚିଯିବ। ତ ନୋଟିଫିକେସନ ଆଇଲେ ମୁଁ ଆପଣମାନଙ୍କୁ ତୁରନ୍ତ ନୋଟିଫିକେସନ ଆପଣଙ୍କ ପାଖକୁ ହିଁ ଯିବ। ମୁଁ ଭିଡିଓ ଏମିତି ପାଇଁ ତୁରନ୍ତ ନୋଟିଫିକେସନ ଆପଣଙ୍କ ପାଖକୁ ଯିବାର ଆବଶ୍ୟକ ଅଛି। କମେଣ୍ଟ କରି କୁହନ୍ତୁ ନେକ୍ସଟ ଟପିକରେ ମୁଁ ଆପଣଙ୍କ ପାଇଁ କୋଉ ଭିଡିଓ ନେଇକି ଆସିବି, କୋଉ ଟପିକରେ ମୁଁ ସେଇ ଭିଡିଓ ସହିତ ସେଇ ଟପିକ ସହିତ ନେକ୍ସଟ ମୁଁ ଆପଣଙ୍କ ସାଥିରେ ସେୟାର କରିବି। ତ ରହୁଛି ଏବେ, ଜୟ ଜଗନ୍ନାଥ।